ପିଲାମାନେ ପୁଣି ଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲା ଆମେ ଆଲୋଚନା କରୁଥିଲେ ମଧୁବାବୁ ପ୍ରସଙ୍ଗଟିକୁ। ହଁ, ଆଜି ଆମେ ମଧୁବାବୁଙ୍କର ପ୍ରାଥମିକ ଶିକ୍ଷା ମାନେ ଗ୍ରାମ ଚାଟ୍ୟଶାଳୀ ବିଷୟରେ ଆଲୋଚନା କରିବା। ବହୁତ ଇଣ୍ଟରେଷ୍ଟିଂ ପାଠଟିଏ, ଭିଡିଓ ଶେଷ ଯାଏ ଦେଖିବ। ତେବେ ଦେଖ ପିଲେ କଣ କହୁଛନ୍ତି ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କ ବିଷୟରେ। ଦେଖ ପିଲେ ବଢିଆ କଥା କହୁଛନ୍ତି ପିଲାମାନେ। ପିଲାଦିନେ ଆମ ମଧୁବାବୁଙ୍କର ନାମ ଥିଲା ଗୋବିନ୍ଦ ବଲ୍ଲଭ ଏବଂ ବାଲ୍ୟକାଳରେ ପିଲାଦିନେ ଗୋବିନ୍ଦ ବଲ୍ଲଭଙ୍କର ଗାଁ ଚାଟ୍ୟଶାଳୀରେ ଜଣେ ମାଟି ବଂଶ ଅବଦାନ ନିକଟରେ ପଢିଥିଲେ। ତେଣୁ ଗୋବିନ୍ଦ ବଲ୍ଲଭ ଆମ ଭଳି ସ୍କୁଲ ଯାଇନଥିଲେ, ବୁଝିପାରିଲା। ଚାଟଶାଳୀକୁ ସିଏ ଯାଇଥିଲେ। ସେତେବେଳେ ସବୁ ପିଲା ଚାଟଶାଳୀକୁ ଯାଉଥିଲେ ଏବଂ ଚାଟଶାଳୀରେ କିଏ ପଢାଉଥିଲେ? ସାର୍ ପଢାଉଥିଲେ କି ନା, ତାଙ୍କୁ ସେ ସମୟରେ ଅବଦାନ ବୋଲି କୁହାଯାଉଥିଲା। ଏବଂ ଏଇ ଅବଦାନ କାର୍ଯ୍ୟକୁ କିଏ କରୁଥିଲେ ନା ସେ ସମୟରେ ମାଟି ବଂଶ ବା କ୍ଷିତି ବଂଶ। ଦେଖୁନ କୁହାଯାଇଛି ପ୍ରାଚୀନ ଓଡିଶାରେ ମାଟି ବଂଶ ବା କ୍ଷିତି ବଂଶ ଅଭିଧାନ ମାନେ ବଂଶ ପରମ୍ପରାରେ ପ୍ରାଥମିକ ଶିକ୍ଷା ଭାରର ଗ୍ରହଣ କରୁଥିଲେ। ତେଣୁ ପ୍ରାଇମେରୀ ଏଜୁକେସନ ପ୍ରାଥମିକ ଶିକ୍ଷାର ଭାରକୁ କେଉଁମାନେ ଗ୍ରହଣ କରନ୍ତି? ଅବଦାନ ମାନେ ଗ୍ରହଣ କରନ୍ତି। ତେଣୁ ଏଇ ଅବଦାନ ମାନେ କେଉଁ ବଂଶରେ ଥିଲେ? ମାଟି ବଂଶ ବା କ୍ଷିତି ବଂଶ। ଏଇ ମାଟି ବଂଶ କ୍ଷିତି ବଂଶର ଅବଦାନ ମାନେ ସାର୍ ମାନେ ବଂଶ ପରମ୍ପରାରେ ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ କରୁଥିଲେ। ସେମାନଙ୍କ ସ୍ଥାନ ବିଶେଷର ଓଝା ଯାଉଥିଲା, ବୁଝିଲା, ଓଝା କୁହାଯାଉଥିଲା। ସେମାନଙ୍କୁ ସ୍ଥାନ ବିଶେଷରେ କଣ ଡକା ହେଉଥିଲା? ଓଝା। ଅବଦାନରେ ଡକା ହଉଥିଲା। ପରନ୍ତୁ ଆଜି ଆମେ ସାର୍ ଡାକୁଛେ, ବୁଝିପାରୁଛ ନା ନାଇଁ? ଦେଖ ପିଲେ ସେ ସମୟରେ ଆଉ କଣ ହେଉଥିଲା? ସେ କାଳରେ ଆଜି ଭଳି ସ୍ଲେଟ, ପେନସିଲ, କାଗଜ, କଲମ, ଦୁଆତ, ଲେଖିବା ପାଇଁ ଡେସ୍କ, ବେଞ୍ଚ, ଚୌକି ବା ବ୍ଲାକ ବୋର୍ଡର ପ୍ରଚଳନ ନଥିଲା। ତେଣୁ ଆଜି ଆମେ ଦେଖୁଛେ ଯାହା ଯାହା ପ୍ରଚଳନ ହେଉଛି ଡେସ୍କ, ବେଞ୍ଚ, ଚେୟାର, ଟେବୁଲର, ବ୍ଲାକ ବୋର୍ଡ, କଲମ, ଏ ସବୁର ସିଷ୍ଟମ ସେ ସମୟରେ ନଥିଲା। ସେ ସମୟରେ ଆମେ ଯଦି କହିବା ପିଲେ ସ୍ଲେଟ ଥିଲା। ଗଛ ମୂଳରେ ଯାଇକି ଶୁଆ ପକ୍ଷିଆ ଖଡି ଧରିକି ଲେଖନ୍ତି। ଆଉ କଣ ଆଲୋଚନା କରିବା କେମିତି ଚାଲିଥିଲା। ବହୁତ ଇଣ୍ଟରେଷ୍ଟିଂ ପାଠ, ବହୁତ ମଜା ଲାଗିବ। କେମିତି ହେଉଥିଲା ଦେଖ ପିଲେ। ଗାଁରେ ଖଣ୍ଡେ ଚାଳି ଘରେ ମାନେ ଚାଳ ଘରେ, ବୁଝିଲା, ଚାଳ ଘର ଖଣ୍ଡେ ଚାଳ ଘର ଥିବ ବା ଗାଁ ମୁଣ୍ଡରେ, ବୁଝିପାରିଲା, ଖଣ୍ଡେ ଚାଳେ ଘର ଥିବ ଗାଁ ମୁଣ୍ଡରେ ସେଇଠି ପାଠ ପଢା ହେଉଥିଲା। ଏବଂ ଶୀତ ଦିନରେ ଆମ୍ବ ବା ବର ଗଛ ମୂଳରେ ଗ୍ରାମ୍ୟ ପାଠଶାଳା ବସୁଥିଲା। ଶୀତ ଦିନ ଯେତେବେଳେ ହେବ ଆମ୍ବ ଗଛ ମୂଳରେ ନହେଲେ ବର ଗଛ ମୂଳରେ ଗାଁର ପାଠଶାଳା ବସୁଥିଲା। ସେଇଥିପାଇଁ ତ ମଧୁବାବୁ ବହୁତ ସୁନ୍ଦର ଭାବରେ କହିଛନ୍ତି। କଣ କହିଛନ୍ତି? ମନେ ଅଛି ମୋର ଗ୍ରାମ ଚାଟଶାଳୀ, ପଢିଥିଲି ଯହିଁ ଅକ୍ଷର ଆଗେ, ଗ୍ରାମ ଶେଷ ମୁଣ୍ଡ ଚାଳ ଘର ଖଣ୍ଡେ, ଯାଇଥିଲି ଦିନେ ବାପାଙ୍କ ସଙ୍ଗେ, ଡାକି ନେଇ ଗୋରୁ ବସାଇଲେ ପାଶେ, ପଚାରିଲେ ନାମ ଆଦର କରି, ସ୍ଥିତିର ତୁ ପାଠ ଲେଖି ଦେଇଥିଲେ, ଖଡି ସିଲଟ ମୋ ହାତରେ ଧରି। ତେଣୁ ଏଇଭଳି ଭାବରେ ଗ୍ରାମ ପାଠଶାଳାରେ ସେତେବେଳେ ଚାଳି ଘରେ ବା ଚାଟଶାଳୀ ଯାହାକୁ ଆମେ କହୁଛେ, ଖଣ୍ଡେ ଚାଳି ଘରେ ପାଠ ପଢା ଯାଉଥିଲା। ଆମ୍ବ ଗଛ ମୂଳେ, ବର ଗଛ ମୂଳେ ଶୀତ ଦିନ ଯେତେବେଳେ ପାଠ ପଢା ଯାଉଥିଲା। ପିଲାଏ ଭୂଇଁରେ କହିଲେ କେମିତି ତାଙ୍କେ ଲେଖୁଥିଲେ। ଆଜି ଆମେ କାଗଜ ଲେଖୁଛେ, ବୁଝିପାରିଲା, ଆମେ କାଗଜରେ ଲେଖୁଛେ ନା ନାଇଁ। ତେଣୁ ସେତେବେଳେ ପିଲାମାନେ ଭୂଇଁରେ ଲେଖୁଥିଲେ। ସେତେବେଳେ ସ୍କୁଲ ଯିବେ, ଗଛ ମୂଳକୁ ଯିବେ, ତା ପୂର୍ବରୁ ଯାଇକି ମାଟିରେ ଖଣ୍ଡେ ଲିପି ଦେଇକି ଆସିବେ।
লিପି ଦେଇକି ଆସିବେ ଏବଂ ଶୁଆ ପକ୍ଷିଆ କଡି ଆଜିକାଲି ଚକ ହୋଇଗଲାଣି କାଠି ଗଡି ଶୁଆ ପକ୍ଷିଆ କହିଲେ ପିଲେ ଗୋଟେ ପଥର ଗଡି ଆଉ ତାସ ଖେଳ ବେଳୁ ବିଭିନ୍ନ ଲୋକ ବ୍ୟବହାର କରୁଥିଲେ ତମେ ମାନେ ଜାଣିଥିବ ଏବଂ ଯେଉଁ ଟିକେ ମୋଟା ହେଇକି ଯେ କି ଆମର ଟିକେ ମୋଟା ହେଇକି ବୁଝିପାରୁଛ ନା ନାଇଁ ଦେଖ ପିଲେ ସ୍କ୍ରିନ କୁ ଦେଖ ଏଇ ଟାଇପ ର ବୁଝିପାରିଲା ତା ହାତରେ ଧରିକି ଲେଖିବେ ଭୂଇଁରେ ଲେଖୁଥିଲେ ସେତେବେଳେ ପିଲାମାନେ ଶୁଆ ପକ୍ଷିଆ ଖଡିରେ ହେଲା ଯେଉଁ ପଥର ଖଡି ଏବଂ ତାଳ ପତ୍ର ଓ ଲେଖନରେ ହସ୍ତାଘର ମଡେଉଥିଲେ ତାଳ ପତ୍ରରେ ଲେଖୁଥିଲେ ଲେଖନ ଥିଲା ଲୁହାର ଲେଖନ ଥିଲା ହେଁ? ଲୁହାର ଲେଖନ ତାଳ ପତ୍ର ଥିଲା ସେଥିରେ ଲେଖା ହଉଥିଲା ଦେନ କହିଲେ ସୂର୍ଯ୍ୟୋଦୟ ଦିନ ଠାରୁ ସୂର୍ଯ୍ୟୋଦୟ ଠାରୁ ଦିନ 11ଟା ଯାଏ ସକାଳ ବେଳା ପାଠ ପଢା ହୁଏ ତେଣୁ ସକାଳୁ ସକାଳୁ ପାଠ ପଢା ହେବ ସୂର୍ଯ୍ୟୋଦୟ ହେଲେ ଆମେ ବର୍ତ୍ତମାନ ବ୍ଲାଙ୍କେଟ ଘୋଡେଇକି ଶୋଉଛେ ପରନ୍ତୁ ନା ସେତେବେଳେ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟ ଉଦୟ ହେଲା ମାନେ ପାଠ ପଢା ସକାଳ ଭୋର ହେଲା ମାନେ ସାର୍ ଆସିକି ପିଲାମାନଙ୍କୁ ଉଠାଉଥିଲେ ଏବଂ ଯେଉଁ ପିଲା ଲେଟରେ ଆସିବ ଚାଟଶାଳୀ କି ସେ ମାଡ ଖାଇବ ବୁଝିପାରିଲା କେମିତି ଦେଖ ସୂର୍ଯ୍ୟୋଦୟ ଠାରୁ ଦିନ 11ଟା ଯାଏ କ୍ଲାସ ହବ ଶନିବାର ଆମର ଯେମିତି କ୍ଲାସ ହେଉଛି ସ୍କୁଲ ମାନଙ୍କରେ ସୂର୍ଯ୍ୟୋଦୟ ଠାରୁ 11 ଯାଏ ନା ନାଇଁ ସେଇଭଳି 11 ଯାଏ ସକାଳ ବେଳା ପାଠଶାଳା ବସିବ ଅତି ପ୍ରତ୍ୟୁଷରୁ ଭୋର ବଡି ଭୋର ଖୁବ ବଡି ଭୋର ସେଜରୁ ଉଠିବା ଉତ୍ସାହ ଦେବା ପାଇଁ ଚାଟଶାଳୀରେ ଅବଦାନ ମାନଙ୍କର ସୁବ୍ୟବସ୍ଥା ଥିଲା ଦେଖ କହିଲେ ପିଲାମାନେ ସେତେବେଳେ ପିଲାମାନଙ୍କୁ ଖୁବ ଶୀଘ୍ର ସେଜରୁ ଉଠେଇବା ପାଇଁ ମାନେ ସାର୍ ମାନେ ମଧ୍ୟ ପ୍ରଯତ୍ନ କରୁଥିଲେ ବୁଝିଲା ବା ସେତେବେଳେ ଗୋଟିଏ ପ୍ରକାରର ଚେଷ୍ଟା ଚାଲିଥିଲା ପ୍ରତ୍ୟୁଷରୁ ଉଠିବା କାହିଁକି ନା ଖୁବ ଶୀଘ୍ର ଉଠିଲେ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ଆମର ସବୁ ପାଠ ମନେ ରୁହେ ଯାହାକି ଆମେ ସମସ୍ତେ ଜାଣିଛେ ସେଇଥିପାଇଁ ସକାଳ ସମୟରେ ପଢିବା ଦରକାର ତେଣୁ ପ୍ରତ୍ୟୁଷରେ ଖୁବ ଶୀଘ୍ର ବଡି ଭୋର ସେଜରୁ ଉଠିବା ପାଇଁ ପିଲାମାନଙ୍କୁ ଉତ୍ସାହ ଦେବାକୁ ଚାଟଶାଳୀ ମାନଙ୍କରେ ଯେଉଁ ଚାଟଶାଳୀ ଘର ମାନଙ୍କରେ ଅବଦାନ ମାନେ ବା ସାର୍ ମାନେ ଭଲ ବ୍ୟବସ୍ଥା କରୁଥିଲେ ଶୂନ୍ୟ ଦେବା ବ୍ୟବସ୍ଥା କଣ ଶୂନ୍ୟ ଦେବା ବ୍ୟବସ୍ଥା ପରୀକ୍ଷାରେ ପଡିବ ଶୂନ୍ୟ ଦେବ ବ୍ୟବସ୍ଥା ନା ଯେଉଁ ଛାତ୍ର ଚାଟଶାଳୀକୁ ପ୍ରଥମେ ଆସିବ ଯେଉଁ ଛାତ୍ର ସର୍ବପ୍ରଥମେ ଆସିଥାଏ ତାପରେ ଅବଦାନ ଆସ୍ତେ କରିକିନି ଥରେ ମାତ୍ର ବେତରେ ବାଡେଇ ଦିଅନ୍ତି ଯିଏ ଫାଷ୍ଟ ଆସିବ ତା ହାତରେ ଧୀରେ କି ସାର୍ ବାଡେଇ ଦେବେ ଧୀରେ କି କାଟିବନି ସେମିତି ହେଲା ପରନ୍ତୁ ତାପରେ ଯୋଉ ଛାତ୍ର ଆସିବ ଆଗ ପଛ ହେଇକି ଆସିବେ ସେମାନେ ପାହାରେ ଖାଇବେ ତାପରେ ଯିଏ ଆସିବ ଜୋର ଖାଇବ 2 ପାହାରେ ଖାଇବ ତାପରେ 3 ପାହାରେ ତାପରେ 4 ପାହାରେ ଏଇ କ୍ରମରେ ବେତ ମାଡ ଖାଆନ୍ତି ତାହେଲେ ଏଇଥିରେ ଦେଖ କହିଲେ এইଭଳି ପରିସ୍ଥିତିରେ ପିଲା କଣ ଚେଷ୍ଟା କରିବେ ମୁଁ କେମିତି ଶୀଘ୍ର ପହଞ୍ଚିବି କମ ମାଡ ଖାଇବା ପାଇଁ ଚେଷ୍ଟା କରିବି ବୁଝିପାରିଲା ପିଲାମାନେ କହିବେ ମୁଁ ଆଜି ମାଡ ଖାଇବିନି ମୋ ହାତରେ ସାର୍ ଶୂନ୍ୟ ଦେବେ ଆଜି ଏବଂ କିଏ କହିବ ମୁଁ ପ୍ରଥମେ ପହଞ୍ଚିବି ଜମା ପାହାରେ ଖାଇଲି ତେଣୁ ତମେ ମାନେ ଯଦି ହୋଇଥାନ୍ତ ସେ ସମୟର ପିଲା ମଧୁବାବୁଙ୍କ ସମୟର ପିଲା ହୋଇଥାନ୍ତେ ତାଙ୍କ କ୍ଲାସମେଟ ବା ତାଙ୍କେ ସହପାଠୀ ହୋଇଥାନ୍ତେ ତାହେଲେ ତମେ ମାନେ ଡେରିରେ ପହଞ୍ଚିଥାନ୍ତ କି ସେତେବେଳେ ଡେରିରେ ଗଲେ ଜୋର ମାଡ ହେଉଥିଲା ଆଜିକାଲି ତ ମାଡ ଉଠିଗଲାଣି ଦଣ୍ଡମୁକ୍ତ ଅଞ୍ଚଳ ହେଲାଣି ନା ନାଇଁ ପରନ୍ତୁ ସେତେବେଳେ ପ୍ରବଳ ବେତ ମାଡ ହୁଏ ତେଣୁ ଶେଷରେ ଯୋଉ ଛାତ୍ର ପହଞ୍ଚେ ଦେଖ ବୋଇଲେ ତାଠି କଣ ହୁଏ ଦେଖ ବୋଇଲେ ନା ଶେଷରେ ଯୋଉ ପିଲା ଆସିଥାଏ ସେ ବେଶୀ ଜୋରେ ମାଡ ଖାଇଥାଏ ବୁଝିପାରିଲା ଦେନ ତେଣୁ ପ୍ରଥମେ ଚାଟଶାଳୀକୁ ଆସି ଅବଦାନକୁ ପ୍ରଣାମ କରିବାକୁ ପିଲାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଥିଲା ପିଲାମାନଙ୍କ ସକାଳେ ଆସିକି ଆଗେ ଜୁଆର ହେବେ ବୁଝିଲା ଏଇଭଳି ଭାବରେ ଏବେ କାଳ କଥା କହୁନି ସେତେବେଳେ ପିଲାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଥିଲା କିଏ ଯାଇକି ଆଗେ ସାରଙ୍କୁ ପ୍ରଣାମ କରିବ ଏବଂ କିଏ ଯାଇକି ପ୍ରଥମେ ଆମେ ଯଦି କହିବା ଦେଖିବା
କଣ ପହଞ୍ଚିବ ଚାଟଶାଳୀରେ। ସକାଳ ବେଳା କଣ ହୁଏ, ଅକ୍ଷର ଲେଖା ହୁଏ। ସକାଳ ବେଳା ଅକ୍ଷର ଶିଖା ହେବ, ପଣକିଆ ପିଲାଙ୍କୁ ଘୋଷା ନିଆଯିବ। ଆମେ ଏବେ ବି ପଣକିଆ ନେଉଛେ, 25 କେ 25, 25 × 2 = 50। ସେତେବେଳେ ପଣକିଆ, ପଣକେ ପଣ, ପଣ ଦୁଗୁଣେ 2 ପଣ, ପଣ ତିନି 3 ପଣ। ପଣକିଆ ଆମେ କହୁଛେ, ପଣର ହିସାବ ଯାଇଲା। ସେତେବେଳେ ପଣ ପଣ କରି ହିସାବକୁ ନିଆଯାଉଥିଲା। ଏବେ କଣ କରୁଛେ ଆମେ, ଏବେ ଆମେ ସଂଖ୍ୟା 2 କେ 2, 7 କେ 7, 19 କେ 19 ଏମିତି କହୁଛେ। ପରନ୍ତୁ ସେତେବେଳେ ପଣ ପଣ କରିକି ହିସାବ ନିଆଯାଉଥିଲା, ବୁଝିଲା। ଶୋଧି ବିଶେଷଣ ନିଆଯାଉଥିଲା। ଆମେ ଯଦି କହିବା ଯେଉଁ 1 ରେ 1 ମିଶିଲେ 2, 2 ରେ 1 ମିଶିଲେ 3, 3 ରେ 1 ମିଶିଲେ 4, ଏଇ ସବୁ ଶୋଧି, ଓଡାଙ୍କ ଫେଡାଙ୍କ ଓ ଏସବୁ ମିଶାଣ ଫେଡାଣ, ଏସବୁ ଗୁଣନ ହରଣ ହ ଗୁ ମି ଫେ, ଏସବୁର ହିସାବ ମଧ୍ୟ ନିଆଯାଉଥିଲା, ବୁଝିପାରିଲା। ଏବଂ ପାହି, ପଣଖିଆ ମଧ୍ୟ ନିଆଯାଉଥିଲା। କଡା ଗଣ୍ଡାର ହିସାବ, ସେତେବେଳେ କଡା ଗଣ୍ଡାର ମାନେ ଯଦି ଆମେ କହିବା ବୋଲେ, ସେତେବେଳେ କଡା ଚାଲିଥିଲା। ଗଣ୍ଡାକ 4 କଡା, 6 ଗଣ୍ଡାକ ଗୋଟିଏ ପଣ ହେବ। କଡା ଗଣ୍ଡା ହିସାବ, ଏବେ ତ ଆଉ କଡା ଗଣ୍ଡା ହିସାବ କରୁନେ। ଆମେ 1 2 ରେ ହିସାବ କରୁଛେ। ତମମାନଙ୍କୁ କହିଲେ ବି ତମେ ମାନେ ବୁଝି ପାରିବନି କଡା ଗଣ୍ଡା କଣ। ଆଉ ଗଣ୍ଡାକ କହିଲେ ପିଲେ 4ଟା, ବୁଝିପାରୁଛ ନା ନାଇଁ। 4ଟା, ଏବଂ ତମର 6 ଗଣ୍ଡାରେ ଗୋଟିଏ ପଣ ହବ, 24ଟାରେ ଗୋଟିଏ ପଣ ହେବ। ସେଇଭଳି ଦେଖ ବିଲ, ପଣଖିଆ ନିଆଯାଉଥିଲା। ଲୀଳାବତୀ ସୂତ୍ର, ଏଇ ସବୁ ସେତେବେଳେ ପିଲାମାନଙ୍କୁ ପଢା ହେଉଥିଲା। ଉପର ବେଳା କଣ ହେଉଥିଲା, ତାଳ ପତ୍ର ଲେଖନରେ ଅକ୍ଷର ଲେଖା ହଉଥିଲା। ତାଳ ପତ୍ର ସେତେବେଳେ ଅକ୍ଷର ଲେଖା ଶିକ୍ଷା ହଉଥିଲା ଉପର ବେଳା, ବୁଝିଲା। ସକାଳ ବେଳା ଏସବୁ ଗଣିତ ପାଠ। ସକାଳ ବେଳା ଆମେ ଯଦି ଦେଖିବା, ମନେ ରଖିଛନ୍ତି, ଗଣିତ ପାଠ। ଫେଡାଙ୍କ ବା ହରଣ ଗୁଣ, ଓଡାଙ୍କ, ଶୋଧି, ପୁଣଖିଆ, ପାହି ପଣଖିଆ, କଡା ଗଣ୍ଡା, ଏସବୁ ସକାଳେ। ସୂତ୍ରମୂତ୍ର ଏସବୁ ସକାଳେ। ଉପର ବେଳା କଣ ହେବ ନା, ତାଳପତ୍ର ଲେଖନରେ ଅକ୍ଷର ଲେଖା ହବ, ଭାଗବତ। ଉପର ବେଳା, ସନ୍ଧ୍ୟା ସମୟରେ ଭାଗବତ, ରାମାୟଣ, ମହାଭାରତ, ବୈଦେହୀ ବିଳାସ, ଗୋପୀ ଭାଷା, ଏସବୁ ପଢା ହେଉଥିଲା ସନ୍ଧ୍ୟା ସମୟରେ, ହେଲା। ଦେନ୍ ଦେଖିଲେ, ସନ୍ଧ୍ୟା ବେଳେ ସନ୍ଧ୍ୟା ଦୀପ ଜଳିବା ସଙ୍ଗେ ସଙ୍ଗେ ପିଲାଏ ଗାଉଥିଲେ, ଦୀପମ୍ ଜ୍ୟୋତି ପରମ ବ୍ରହ୍ମଂ, ଦୀପମ୍ ଜ୍ୟୋତି ଜନାର୍ଦ୍ଦନଂ, ଗାଉଥିଲେ। ତାମାନେ ଦୀପମ୍ ଜ୍ୟୋତି ଯେଉଁ ତାର ଯୋଉ ଶ୍ଲୋକଟି ଅଛି, ତାକୁ ମଧ୍ୟ ଅବଦାନଙ୍କ ନିକଟରେ ରୁଣ୍ଢ ହୋଇ ଗାଉଥିଲେ, ବୁଝିଲା। ସନ୍ଧ୍ୟା ଦୀପ ଲାଗୁଥିଲା, ସନ୍ଧ୍ୟା ଦୀପ ନମସ୍ତୁଭ୍ୟମ୍, ନା ନାଇଁ। ସେତେବେଳେ ଚାଣକ୍ୟ ଶ୍ଲୋକର ଆବୃତ୍ତି ହୁଏ। ଯେମିତି ଚାଣକ୍ୟ ଶ୍ଲୋକକୁ ଆମେ ମାନେ ବଳି ଯାଉଛି। ପରନ୍ତୁ ଜୀବନରେ ଉନ୍ନତି ପାଇଁ ତମେ ମାନେ ମଧ୍ୟ ଚାଣକ୍ୟ ଶ୍ଲୋକ ମାନେ ପଢିବା ଦରକାର। ଚାଣକ୍ୟ କଣ କହିଯାଇଛନ୍ତି, ସେତେବେଳେ ଭାରତ ଗୋଟେ ଅଖଣ୍ଡ ରୂପରେ ଗଢିଥିଲେ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ନେଇ। ଆମେ ସମସ୍ତେ ଜାଣିଛେ, ଏବଂ ଲେଖିଥିଲେ ଯେଉଁ ଅର୍ଥଶାସ୍ତ୍ର, କୌଟିଲ୍ୟ ରଖିଥିଲେ ନା। ବିଷ୍ଣୁ ଗୁପ୍ତ ଚାଣକ୍ୟ ଆମେ ତାଙ୍କେ କହୁଛେ ନା ନାଇଁ। ତେଣୁ ତାଙ୍କେ ଶ୍ଲୋକ ପଢା ହେଉଥିଲା ସେ ସମୟରେ। ବହୁତ ବଢିଆ ବଢିଆ କଥା କହିଛନ୍ତି ଚାଣକ୍ୟ, ବୁଝିଲା। ଯଦି ତମେ ମାନେ ମଧ୍ୟ କହିବ କମେଣ୍ଟ ମାଧ୍ୟମରେ, ନିଶ୍ଚୟ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କର ପିଲେ। ଯଦି ତମେ ମାନେ ମଧ୍ୟ ଚାଣକ୍ୟଙ୍କର ବିଷୟରେ ଜାଣିବା ପାଇଁ ଚାହଁ, ତାଙ୍କ ଶ୍ଲୋକ ବିଷୟରେ, ଯୋଉ ଶ୍ଲୋକ ବିଷୟରେ ଜାଣିବାର ଅଛି, କମେଣ୍ଟ ମାଧ୍ୟମରେ ଜଣାଅ। ତା ପାଇଁ ମଧ୍ୟ ଏକ ସେପାରେଟ ଭିଡିଓ ବନେଇବା। ଦେନ୍ କଣ ଅଛି, ଏସବୁ ପିଲେ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି।
ତାହେଲେ ଆଜି ପାଇଁ ବାସ୍ ଏତିକି।